ତେବେ ଅନନ୍ତ ନାମେ ଅନ୍ତ ନାହିଁ, ଅଣ ଅକ୍ଷରେ ଯାର ନାହିଁ। ସିଏ ହେଉଛନ୍ତି ଶୂନ୍ୟ, ସିଏ ହେଉଛନ୍ତି ମହାଶୂନ୍ୟ, ସିଏ ହେଉଛନ୍ତି ନିରାକାର, ସିଏ ହେଉଛନ୍ତି ସାକାର। ଏବଂ ସେଇ ନିରାକାର ସାକାର ଅନନ୍ତଙ୍କର ଶକ୍ତି ହେଉଛନ୍ତି ଗୁରୁ। ସେଥିପାଇଁ ଭାଗବତରେ କହିଲେ ଗୁରୁଙ୍କୁ ନମଣିବ ନର, ଗୁରୁଟି ସାକ୍ଷାତ ଈଶ୍ୱର। ଗୀତାର ବର୍ଣ୍ଣନାରେ କହିଲେ ବ୍ରହ୍ମାଙ୍କର 4ଟି ମୁଣ୍ଡ, କିନ୍ତୁ ଗୁରୁଙ୍କର ଗୋଟିଏ ମୁଣ୍ଡ। ଗୋଟିଏ ମୁଣ୍ଡ ହେଲେ ବି ସିଏ ହେଉଛନ୍ତି ଅଚତୁର୍ ବଦନ ବ୍ରହ୍ମା, ସିଏ ହେଉଛନ୍ତି ବ୍ରହ୍ମା। 4 ବେଦକୁ ସେ ବୁଝାନ୍ତି। ଅଚତୁର୍ ବଦନ ବ୍ରହ୍ମା ଦିବାହୁର୍ ପରାହରି। ଆମେ ଜାଣିଛୁ, କହୁଛୁ ମଧ୍ୟ, ନାରାୟଣଙ୍କର 4ଟି ହାତ, ଶଙ୍ଖ ଚକ୍ର ଗଦା ପଦ୍ମ। ଗୀତା କହୁଛନ୍ତି ଅନେକ ବାହୁ ଦର ଭକ୍ତ ନେତ୍ରମ୍, ତାଙ୍କର ବହୁତ ହାତ, ବହୁତ ପେଟ, ବହୁତ ଆଖି। ଏକଥା ଜାଣି ସାରିଥିଲେ ମଧ୍ୟ ଗୁରୁଙ୍କୁ କୁହାଯାଇଛି ଦିବାହୁର ପରାହରି, ତାଙ୍କର 2ଟା ହାତ, କିନ୍ତୁ ସେ ହେଉଛନ୍ତି ବିଷ୍ଣୁ। ଅଭାଲଲୋଚନ ଶମ୍ଭୁ। ଆମେ ଶୁଣିଛୁ, ଦେଖିନୁ, ଶିବଙ୍କର 3ଟା ନୟନ, ଗୋଟିଏ ସୂର୍ଯ୍ୟ, ଗୋଟିଏ ଚନ୍ଦ୍ର, ଗୋଟିଏ ଅଗ୍ନି। ତୃତୀୟ ନୟନଟି ସବୁବେଳେ ତାଙ୍କର ମାନେ ଖୋଲା ନଥାଏ। ଯେତେବେଳେ ସେ ସୂର୍ଯ୍ୟ ନୟନଟି ଖୋଲା ହୁଏ, ସେ କ'ଣ ତାଙ୍କର କରୁଥିଲେ ସେ ଅଲଗା କଥା। କିନ୍ତୁ ଗୁରୁଙ୍କର 2ଟା ନୟନ, କିନ୍ତୁ ସେ 2 ନୟନ ହେଲେ ବି ଅଭାଲ ଲୋଚନ ଶମ୍ଭୁ। ଇଏ କିଏ? ଯାହାକୁ ଆପଣମାନେ ସବୁଦିନେ ବୋଧେ ପଢ଼ନ୍ତି, ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର। ତାପରେ କୁହନ୍ତି ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ। ଜଗନ୍ନାଥଙ୍କର ଶ୍ରେଷ୍ଠ ମନ୍ତ୍ରଟି ତ ବହୁତ ଅଛି, କିନ୍ତୁ ଗୋଟିଏ ମନ୍ତ୍ର ଯଦି ପଢ଼ିବେ ଜଗନ୍ନାଥଙ୍କର, ସେତିକିରେ ସେ ଆନନ୍ଦ ହେବେ। ପରଂ ବ୍ରହ୍ମ, ମୁଁ ବର୍ତ୍ତମାନ ପଢ଼ୁଥିଲି, ପରଂ ବ୍ରହ୍ମ ପରଂ ଧାମ ପବିତ୍ରଂ ପରମଂ ଭବା ପୁରୁଷଂ ଶାଶ୍ୱତଂ ଦିବ୍ୟଂ ଆଦିଦେବଂ ଭଜଂ। ମହାପୁରୁଷମାନେ ସୁନ୍ଦର ଭାବରେ କହିଲେ, ଗୁରୁ ଗୋବିନ୍ଦେ ଦିଅ ମନ, ଗମିବ ବୈକୁଣ୍ଠ ଭୁବନ। ଆପଣମାନେ ଚାକିରି କରିଥିବେ, ବ୍ୟବସାୟ କରୁଥିବେ, ରାଜନୀତି କରୁଥିବେ, କ'ଣ ସବୁ କରୁଥିବେ, ରାତି ପାଇଲେ ଅର୍ଥ ଉପାର୍ଜନ ପାଇଁ ବ୍ୟସ୍ତ ଥିବେ। ଲାଭ ହେଲା, କ୍ଷତି ହେଲା, କରଜ ହେଲା, ହାତ ଉଧାରି ହେଲା, ଆମେ ଏମିତି ସୁଝିଦେଲୁ, ଆମେ ଏମିତି ଥିଲୁ, ଏମିତି ହେଇଗଲୁ। ଇଏ ସବୁ ବାହ୍ୟ କଥା। ସିଏ ଉପହାସ କରି ମଣିଷକୁ କହିଲେ, ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଛୁଟିଲେ ତୋତେ ବୋଲିବେ ଭୂତ। ଘର ଘରଣୀ ଦେହ କିଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ। ତୁ ଯାହାକୁ ନିଜର ବା ଅତି ନିଜର ବୋଲି ଭାବୁଛୁ, ସେମାନେ ଦିନେ ତତେ ଅସ୍ପୃଶ୍ୟ ଅଛୁଆଁ ବୋଲି ଭାବି ବ୍ରାହ୍ମଣ ଭୋଜନୀ କରିବେ, ଅଷ୍ଟମ ଭୋଜନୀ କରିବେ,
ଅଲଣା ଫଲଣା କ'ଣ ଅଣହଳଦିଆ ଭାତ ଭାତ ଖାଇବେ। କ'ଣ ନା ଆମେ ଶୁଦ୍ଧ ଘର କରିବୁ। 11 ଦିନ ପରେ ଶୁଦ୍ଧ ହେଇଗଲେ ଆଉ। ତେଣୁ ପ୍ରକୃତରେ ଶୁଦ୍ଧତା ହେଉଛି ମଣିଷର ମନରେ। ଆପଣମାନେ ସେଇଠି ଥିଲେ, ସେଇ ଚନ୍ଦାଳ ଭିତରେ ଥିଲେ। ଏଇଠିକି ଆସିଲେ ମାନେ ଆପଣ ଗଙ୍ଗା ସ୍ନାନ କରୁଛନ୍ତି। ସତ୍ସଙ୍ଗରେ ବସିବା ଏବଂ ସେ ସତ୍ସଙ୍ଗର ବାଣୀକୁ ଶୁଣିବା, ସିଏ ହେଉଛି ପ୍ରକୃତରେ ଗଙ୍ଗା ସ୍ନାନ। ଏଇ ମନ ବୃନ୍ଦାବନ। ଆପଣ ସିନା ପଇସା ଖର୍ଚ୍ଚ କରି ବୃନ୍ଦାବନ ଯାଉଛନ୍ତି, କିନ୍ତୁ ମହାପୁରୁଷମାନେ କହିଲେ ଏଇ ମନ ବୃନ୍ଦାବନ, ଏଇ ମନ କାଶୀ, ଏଇ ମନ ବଦ୍ରୀନାଥ, ପୁରୀ ବାରାଣସୀ। ସେଇଥିପାଇଁ ଗୀତାର ପ୍ରଥମ ଶ୍ଲୋକ ମାନେ ଧ୍ୟାନ ଶ୍ଲୋକରେ କହିଲେ ଓମ୍ ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରମ୍ ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ଶଙ୍କରାଚାର୍ଯ୍ୟ କହିଲେ ଭଜ ଗୋବିନ୍ଦମ୍ ସ୍ମର ଗୋବିନ୍ଦମ୍ ଗୋବିନ୍ଦମ୍ ଭଜ ମୂଢ଼ଂ ମତେ ସଂପ୍ରାପ୍ତେ ସନ୍ନିହିତ କାଲେ ନହି ନହି ରକ୍ଷତେ। କେହି ତୁମକୁ ରଖିପାରିବେନି। ତମେ ସକାଳୁ ଉଠି ତମେ ଭଲ ବ୍ରେକଫାଷ୍ଟ କରୁଛ, ମଧ୍ୟାହ୍ନରେ ଭଲ ଲଞ୍ଚ ବି କରୁଛ, ଅମୁକ ଖାଇବି ସମୁକ ଖାଇବି, ରାତିରେ ଡିନର ସବୁ କରୁଛ, ରାତିରେ ପୁରୀ ଖାଇବି କହିଲେ କ'ଣ ଖାଇବି, କିନ୍ତୁ କେହି ତୁମକୁ ସେତେବେଳେ ରକ୍ଷା କରିପାରିବ ନାହିଁ। ଏକମାତ୍ର ସେଇ ରକ୍ଷା କରିବେ। ନହି ନହି ରକ୍ଷତି ତୁମଙ୍କର ନାହିଁ। ସେ ଗୋବିନ୍ଦ ହିଁ ଆମକୁ ରକ୍ଷା କରିବେ। ଗୁରୁ ଗୋବିନ୍ଦେ ଦିଅ ମନ ଗମେଇବ ବୈକୁଣ୍ଠ। ଏସବୁ କଥା। କିନ୍ତୁ ମଣିଷ କ'ଣ କରେ? ବହୁତ କାମନା କରିବ। କାମନା ସିଦ୍ଧି ହେଇଗଲେ ସେ କଥା ସବୁ ଭୁଲିଯିବ। ମାନେ ଭଗବାନ ମନେ ରଖିଥିବ, ଇଏ ନଥିବ, ତାର ଆସ୍ଥା ନଥିବ। ହଁ ମୁଁ ଗୋଟେ ଭଗବାନଙ୍କୁ ଡାକିଲି, ଏମିତି ହେଲା ଏମିତି ହେଲା। ତାପରେ ପୁଣି ଯେତେବେଳେ ଗୋଟେ ବିପଦ ଆସିବ ସେଠୁ ପୁଣି ଭାବିବ। କାହାକୁ ହାତ ଦେଖା, କାହାକୁ ଜାତକ ଦେଖା, କାହାକୁ ମାନେ କ'ଣ ହନୁମାନ ପ୍ରଶ୍ନ କରିବା, କ'ଣ କରିବା, ଗୋଟେ କେମିତି ବିପଦରେ ପଡ଼ିଗଲି। ତେଣୁ ସଜ୍ଜନ ବିପଦ ନୁହଁ, ବିପଦ ନୁହଁ ବିପଦ ଭବେ ସମ୍ପଦ ନୁହଁ, ସମ୍ପଦ ଭବେ ବିପଦ ନୁହଁ, ବିପଦ ଭବେ ସମ୍ପଦ ନୁହଁ, সম্পদ ভবে বিভুଙ୍କୁ ভুলিলে সকল দুঃখ বিভু তুময়নে মিলাই সুখ। বিভুଙ୍କୁ ভুলিলে সকল দুঃখ বিভু তুময়নে মিলাই সুখ। ତେଣୁ ବିପଦର ଶବ୍ଦରେ ପଦ ଅଛି, ସମ୍ପଦର ଶବ୍ଦ ଭିତରେ ବି ପଦ ଅଛି। ସେଇ ପାଦ ପଦ୍ମରେ ମନ ରଖ। ବାସନ ମାଜୁଛ କି ରୋଷେଇ କରୁଛ
ସେଇଠୁ ଆରମ୍ଭ କରି ଯେଉଁ ପର୍ଯ୍ୟନ୍ତ ତୁମର କାମ ଲମ୍ବିଛି, ଜୀବନର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତୁମେ ଯାହା କିଛି କରୁଛ କର, କିଛି ମନା। କୋଠା କର, ଇଏ କର, ଗାଡ଼ି କର, ଏଗୁଡ଼ା କିଛି ସେ ମନା କରିନାହାନ୍ତି। ସିଏ ତୁମର ଆଖି ନ ହଉ। କାରଣ ଭାଗବତରେ କହିଲେ ବିଷୟା ଯାହାର ଯିଏ ରାତି ପାଇଲେ ଆମେ କ'ଣ ଯିବା, ଗୋଟେ ସତ୍ସଙ୍ଗ କରିବା କି କେଉଁଠି ବସିବା, କ'ଣ କି ସନ୍ଧ୍ୟାବେଳେ ବରଂ ଦୋକାନରେ ବସିଲେ 5 ଟଙ୍କା ଲାଭ ହେବ କି 100 ଟଙ୍କା ଲାଭ ହେବ, ଏଇ ମନୋଭାବ ଯାହାର ଅଛି, ଆଉ ସିଏ କେମିତି ଭଗବତ କୃପାଟା କ'ଣ ପାଇବ? ଗୋଟେ ଲୋକ କହନ୍ତି, ପୁରା କହନ୍ତି ନା ଭଗବତ କୃପା ହେଲେ ତ ମରିବୁ, ଭଗବତ କୃପା ନହେଲେ ବି ମରିବୁ। ଆଉ ମରିବୁ ତ ଦିନେ, ଆଉ ଭଗବାନଙ୍କୁ କାହିଁକି ଡାକିବୁ? ଯାହା ହଉ ଆପଣମାନଙ୍କର ଅଦ୍ଭୁତ ଯୁକ୍ତିକୁ ବଢ଼ିଆ ସ୍ୱାଗତ କରୁଛି। ଆପଣ ଡାକନ୍ତୁ ବା ନ ଡାକନ୍ତୁ, ଆମକୁ ଭଗବାନ ବି ଜନ୍ମ ଦେଇଛନ୍ତି। ସମସ୍ତଙ୍କୁ ବୁଝେଇ ସୁଝେଇ କୁହ ଯେ ଏ ଦୁନିଆରୁ ଦିନେ ଆସିଛ, ଦିନେ ଯିବ। ଗୋଟିଏ ଭଲ ପୁଅ, ଭଲ ଝିଅ, ଭଲ ପୁଅ, ଭଲ ବୋହୂ, ଭଲ ଶାଶୁ, ଭଲ ଶ୍ୱଶୁର, ଭଲ ବାପା, ଭଲ ମା, ଭଲ ଅଜା, ଭଲ ଆଈ, ଏମିତିଆ ଗୋଟେ ଭଲ ମଣିଷ ନିଜେ ହୁଅ, ଅନ୍ୟକୁ ଗଢ଼ିବା ପାଇଁ ମାନେ ତାଙ୍କୁ ପରାମର୍ଶ। ଆପଣ ଦେଖିବେ ଆଜି ରାତି ପାଇଲେ ଆମର ଛେନା ଦରକାର, କ୍ଷୀର ଦରକାର, ରସଗୋଲା ଦରକାର। ଜନ୍ମଦିନ ହେଲା, ରସଗୋଲା ଆମେ ଖାଇବୁ। ପୁଅ ଜନ୍ମ ହେଲେ, ଝିଅ ଜନ୍ମ ହେଲେ ରସଗୋଲା ଦିଆଯାଏନି। ମାନେ ବରା ଭିତରେ ଦିଆଯାଏନି, ରସଗୋଲା କ'ଣ ଦିଆ? ତେଣୁ ରସଗୋଲା ଆଣିବୁ, ପାହାଡ଼ରୁ ଆଣିବୁ, ସେ ଆଉ କେଉଁଠୁ ଆଣିବୁ, କେତେ ସବୁ ତ ଦରକାର। କେଉଁଠୁ ତରି କେମିତି ହେବ? ଛେନା ଗଜା ଖାଇବୁ କି କ'ଣ କେତେ କଥା ଅଛି ତ। ତେବେ କ'ଣ ପାଇଁ? ଯାହାଙ୍କ ପାଇଁ ତୁମେ ଏଗୁଡ଼ାକ ପାଉଛ, ଛେନା ଖାଉଛ କି ରସଗୋଲା ଖାଉଛ, କ୍ଷୀର ପିଉଛ, ଘିଅ ଟିକେ ଭାତରେ ପଡ଼ିବା ଦରକାର, ଦୀପଟିଏରେ ଘିଅ ଟିକେ ଦରକାର, ଏସବୁ କେଉଁଠୁ ମିଳିବ? ଯାହାଙ୍କ ଠାରୁ ମିଳିବ। ତମେ ତ ବହୁତ ସୁନ୍ଦର କୋଠା ଘରେ ଅଛ, ଏସି ଲଗେଇଛ, ସବୁ ତମ ପାଖରେ ଅଛି। ତୁମେ ଯାହାର ଖାଦ୍ୟ ଖାଇ ଟିକେ ହୃଷ୍ଟପୃଷ୍ଟ ଚିକଣିଆ ହେଲ, ସିଏ ବର୍ତ୍ତମାନ କେଉଁଠି? ରାସ୍ତାରେ ଶୋଇଛନ୍ତି। କାଲି ଜିନ୍ଦଲ ସେ ପ୍ରୋଗ୍ରାମଟି ସରିବା ପରେ ଟିକେ ଏମିତି ଟିକେ ବୁଲି ଆସିବେ। ଆପଣ ଦେଖିବେ ଗୋଟାଏ 100-150 ଗାଈ ସବୁ ଷଣ୍ଢ ଗୋଟା ଦୁଇଟା ଅଛନ୍ତି, ଶୋଇଛନ୍ତି। ଫୋନ୍ ବାଜିଲେ ଉଠେଇଲେ, କହିଲେ ଉଠାଅ। ତାହେଲେ ଆଜି ଗୋମାତା, ମାତା, ଗୋମାତା ସବୁ ଆଜି ଧରିତ୍ରୀ ମାତା, ଗୋମାତା, ନିଜ ମାତା ସମସ୍ତେ ଆଜି ଅବହେଳିତ। ସମସ୍ତେ କେବଳ ଭାବୁଛନ୍ତି କେଉଁ ଦିନ ଆମକୁ ଜମ ନେବ, ଆମେ ମରିବୁ, ଟିକେ ଶାନ୍ତି ପାଇବୁ। ତେଣୁ ସଜ୍ଜନ, ଆମେ ଭଗବାନଙ୍କୁ ଗୋଟେ ଡାକିବୁ, ଅଧଘଣ୍ଟାଏ ଡାକିବୁ, ନ ଡାକ। ଗଜ କ'ଣ ଆମେ ଯେତେ ପ୍ରାର୍ଥନା କଲୁ, ଏମିତି କ'ଣ ସବୁ ପ୍ରାର୍ଥନା ସବୁ ହାରମୋନିୟମ ମୃଦଙ୍ଗ ବଜେଇକି କିଏ ପ୍ରାର୍ଥନା କରିଥିଲା? ଦଣ୍ଡେ ନିମିଷେ କ୍ଷଣେ ଲେସେ ଯିଏ ବା ଥାର ଦେଉଁରେ।
ରାତି ପାଇଲେ ଗୋଟାଏ ସେକେଣ୍ଡ ଯାହା ଆପଣଙ୍କ ମନରେ ଆସିବ, ଗାଧୋଇ ଖାଇଲେ ଗୋଟାଏ ସେକେଣ୍ଡ, ଖାଇଲା ବେଳେ ଗୋଟାଏ ସେକେଣ୍ଡ, ସନ୍ଧ୍ୟାବେଳେ ଗୋଟାଏ ସେକେଣ୍ଡ କି ଗୋଟାଏ ମିନିଟ୍, ରାତିରେ ପୁଣି ଶୋଇଲା ବେଳେ, ଇଏ 2-4 ମିନିଟ୍ ବି ତୁମେ ଜୀବନରେ ଦେଇପାରିବନି ଇଷ୍ଟଙ୍କ ଉଦ୍ଦେଶ୍ୟରେ। ଖାଲି ଖାଇବ, ପିଇବ, ଶୋଇବ। ତେଣୁ ଭାଗବତ କହିଲେ କେବଳ ପାତ୍ର ମୋ ଉଦର, ଏଣୁ ମୁଁ ଲୋକେ ଭୟ। ହଉ ସଜ୍ଜନ, ପବିତ୍ର ଯାଜପୁର ଜିଲ୍ଲା ଆଉ ଏଇ ପବିତ୍ର ଯାଜପୁର ରୋଡ଼, ଯେଉଁଠି ଅନେକ କାର୍ଯ୍ୟକ୍ରମ ମଧ୍ୟ ଆମର ହେଇଛି, ଗୀତା କଥା ହେଇଛି, 2-3 ଥର ବୋଧେ ହେଇଛନ୍ତି, ଏବଂ ପବିତ୍ର ବୈତରଣୀ ରୋଡ଼ର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ବି କରାଯାଇଛି। ଏବେ ବି ବେଳେବେଳେ ହେଉଛି, ଏବେ କମିଯାଇଛି, ବହୁତ ପୁରୁଣା ହେଇଗଲେ ତ, ତେଣୁ ମସ୍ତିଷ୍କ ଟିକେ ବେଶୀ ପରିପକ୍ୱ ହେଇଗଲା, ଆମ୍ବ ପାଚିଗଲେ ଝଡ଼ି ପଡ଼େ। ସେମିତି ସେ ଯାଜପୁର ରୋଡ଼ ହୁଅନ୍ତୁ, ବୈତରଣୀ ରୋଡ଼ ହୁଅନ୍ତୁ, କି କଟକ ରୋଡ଼ ହୁଅନ୍ତୁ, କି ବାଲେଶ୍ୱର ରୋଡ଼ ହୁଅନ୍ତୁ, ଟିକେ ପରିପକ୍ୱ ହେଇଗଲେ, ପୁରୁଣା ହେଇଗଲେ ଟିକେ ଦେହ ଘଷିଆ ହେଇଯାଏ। କିନ୍ତୁ ବିନୁ ସତସଙ୍ଗ ବିବେକ ନ ହୋଇ, ରାମ କୃପା ବିନୁ ସୁଲଭ ନ। ଜାଣି ନ ଜାଣି ତୋ ମହିମା, ଭଜନ୍ତି ଭକତ। ତେଣୁ ଖାଲି ଗୋଟେ କାନରେ ମନ୍ତ୍ର ନେଇକିରି, ଦୀକ୍ଷା ନେଇକିରି ଗୋଟେ କ'ଣ ଗୋଟେ ଫଟୋ ରଖି ପୂଜା କରିଦେଲେ ସେଗୁଡ଼ାକରେ କିଛି ଅଳ୍ପ ପୂର୍ଣ୍ଣ ମିଳିବ। ଏଇ ଦେଖନ୍ତୁ ଗରମ, କେମିତି ଗରମ ହେଉଛି। ଯଦି ଗଛ ସୃଷ୍ଟି କରିପାରିବେ ଏ ଗରମ କମିଯିବ। ଆମେ ତ ଗଛକୁ କାଟୁଛୁ ନାଗି ପଡ଼ିବେ, ଆଉ ଆମେ ଶାନ୍ତିରେ ବଞ୍ଚିବୁ କେମିତି? ମୁଁ ଥରେ ଯାଇଥିଲି ନର୍ମଦା କୂଳରେ, ଆମର ଗୋଟେ ଆଶ୍ରମ ଠାକୁରଙ୍କର ଅଛି, ଆଉ ସେଠି ଜଗନ୍ନାଥଙ୍କର ମନ୍ଦିର ବି ହେଇଛି। ଗୋଟେ ଖରାଦିନେ ଯାଇକି ପହଞ୍ଚିଗଲି, ସେଠୁ ଆଉ ରହିପାରିଲିନି। ମୁଁ କହିଲି ଭାଇ ତୁ ଉଠା, ମୋତେ ସେଇ ହୋଟେଲକୁ ନେଇଛି। ହୋଟେଲରେ ମୁଁ ଯାଇ ଶୋଇଛି, ଯେଉଁ ଏସିରୁ ଖାଲି ଗରମ ପବନ ବାହାରେ। ମୁଁ ଇଏ କ'ଣ, ଇଏ କ'ଣ ଓଲଟା ଏସି ନା କ'ଣ? ତା ଥଣ୍ଡା କ'ଣ ବାହାରୁନି, ଗରମ। ସବୁ ତାପରେ ଏସି ଦୋକାନରୁ କ'ଣ ଗଲେ, କହିଲେ ନା ନା ସେ ଏଇ କ'ଣ ଏଠୁ କ'ଣ ସେ ସବୁ କହିଲେ, ଏଇଟା ହେବନି, ଆଉ ଗୋଟେ ବାବାଙ୍କ ପାଇଁ ଲଗେଇଲେ। ତାହେଲେ ଏମିତି ଯଦି ଗରମ ହେବ, କେତେ ଲୋକ, ଆମକୁ ତ ଏସି ମିଳିଯାଉଛି, ଆପଣମାନେ ହିଁ ବ୍ୟବସ୍ଥା କରୁଛୁ, ବାବା କେମିତି ଟିକେ ଭଲରେ ଶୋଇବେ, ସେଥିପାଇଁ ସବୁ ବ୍ୟବସ୍ଥା ଆପଣମାନେ ହିଁ କରିଛୁ। କିନ୍ତୁ ଇଏ ରାସ୍ତା କଡ଼ରେ ପୁଣି ମଣିଷ ପାଲା ଟାଙ୍ଗିରି କେମିତି ଶୋଉଛି? ନିଆଁ ପାଖରେ ଠିଆ ହେଇକିରି ଦୋକାନ କେମିତି, ରେଷ୍ଟୁରାଣ୍ଟ କେମିତି କରୁଛି? ତା କଥା କିଏ ବୁଝୁଛ? ତେଣୁ ସେଇ ମଙ୍ଗଳମୟ ଭଗବାନ, ଯାହାକୁ ଯେମନ୍ତ ରଖିଛ ଅନନ୍ତ, ଅନନ୍ତ ରାଜ୍ୟରେ ସେ ହୁଏ ଭଗବାନ। ଆମେ ସେ ମାୟାକୁ ବୁଝିପାରିବା ନାହିଁ। ତାଙ୍କ ନାମକୁ ସ୍ମରଣ କରୁ କରୁ ଦିନେ ଜୀବନରୁ ଆମେ ଯିବା। ତା ପୂର୍ବରୁ ସେଇ ଗୁରୁ ପ୍ରେମ, ଗୁରୁ ନାମ, ଗୁରୁଙ୍କର କଥା, ଆଉ ଖାଲି ସବୁବେଳେ ସେଇ ଅଖା ଧୁଆ ଚାଲିଥିବ, ଗୁଣ ଗାଇବା ଚାଲିଥିବ, ମୋର ଏମିତି ହେଇଗଲା, ମୋର ସେମିତି ହେଇଗଲା, ଏସବୁ କଥାକୁ ଛାଡ଼ି ଏସବୁ ଭିତରେ ଥାଇ ଗୃହ କରିବ ଗୋଳି ମେଳେ ନ ପଶି ରହିବ। ତେଣୁ ମନଟି ତାଙ୍କ ପାଦ ପଦ୍ମରେ ରଖ।